ଦେଖନ୍ତୁ ଲଗାଣ ବର୍ଷା ହବା ଫଳରେ ଦଶରଥପୁରରେ କୋଉଠି କାଣି ନଦୀର ବନ୍ଧ ଧସୁଛି ତ କୋଉଠି ବୈତରଣୀ ନଦୀର ବନ୍ଧ ଧସୁଛି। ଦେଖନ୍ତୁ ଗତକାଲି ସନ୍ଧ୍ୟା ସମୟରେ ଦୁଦରାଟା ପଞ୍ଚାୟତର କୋଣସାହି ଘାଟରେ କୋଣସାହି ଗାଁ ନିକଟରେ ବୈତରଣୀର ନଦୀ ବନ୍ଧ 50 ଫୁଟରୁ ଅଧିକ ଧସି ଯାଇଛି। ଆମେ ଅଛୁ ସେଇ ଗ୍ରାଉଣ୍ଡ ଜିରୋରେ ଅଛୁ। କିଭଳି ରହିଛି ସ୍ଥିତି ଦେଖନ୍ତୁ, ଆମେ କେବେ କହିବୁ ଦେଖେଇବେ। ଏଇ ହଉଛି ସେ ବୈତରଣୀର ଯୋଉ ନଦୀ ବନ୍ଧ। এই স্থাନରେ ବି 1999 ମସିହାରେ ପୂର୍ବରୁ ଏହି ସ୍ଥାନରେ ଘାଇ ହୋଇଥିଲା, ଯାହାଫଳରେ ଆଜି ଯେଉଁଭଳିଆ ପ୍ରଳଙ୍କାରୀ ବନ୍ୟା କାଣି ଆଉ ବୈତରଣୀର ପ୍ରକୋପରେ ଦଶରଥପୁର ଅଞ୍ଚଳର 20ରୁ ଅଧିକ ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ଅଛି ଓ 15 ଦିନରୁ ଅଧିକ ହବ ସ୍ଥାନୀୟ ଲୋକମାନେ ଜଳବନ୍ଦୀରୁ କଲବଲ ହଉଛନ୍ତି। ତା ଭିତରେ ବି ଲଗାଣ ବର୍ଷା ବାଧକ ସାଜିଛି, ବୋଝ ଉପରେ ଲଳିତା ବିଡ଼ା ସାଜିଛି। ଏ ଦଶରଥପୁର ଅଞ୍ଚଳରେ ଗତକାଲି ଯେତେ ବୈତରଣୀ ନଦୀରେ ବନ୍ଧ ଧସିଥିଲା, 50 ଫୁଟରୁ ଅଧିକ ବନ୍ଧ ଧସିଥିଲା, ଯାହାଫଳରେ ସାଧାରଣ ତଳିଆ ଅଞ୍ଚଳ ଲୋକମାନଙ୍କର ଭୟ ସୃଷ୍ଟି କରିଥିଲା। ଏ ସ୍ଥାନୀୟ ପ୍ରଶାସନ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଅଧିକାରୀମାନେ ବି ମରାମତି କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଆମ ପାଖରେ ବି ଅଞ୍ଚଳବାସୀ ଅଛନ୍ତି, ଦଶରଥପୁରର କୋର୍ଟ ସାହିର ଅଞ୍ଚଳବାସୀ ଅଛନ୍ତି। ଆମେ ପଚାରିବା ଏ ଯୋଉ ଘାଇ ଏଇ ଯୋଉ ସ୍ଥାନରେ ବନ୍ଧ ଧସିଛି, ଏ ପୂର୍ବରୁ ଏଇ ସ୍ଥାନରେ ଘାଇ ହୋଇଥିଲା, ୟାପରେ ଲଗାଣ ବର୍ଷା ପୂର୍ବ ବନ୍ୟା ବର୍ତ୍ତମାନ ବନ୍ୟା ଭିତରେ କଣ ତଫାତ ଦେଖୁଛନ୍ତି? ଏଇ ଜାଗାରେ ହିଁ ଘାଇ 25 ବର୍ଷ ତଳେ ହେଇଥିଲା। ପୁରା ଅଞ୍ଚଳ ଜଳମଗ୍ନ ହେଇଥିଲା, ବହୁତ କ୍ଷୟକ୍ଷତି ହେଇଥିଲା। ଆଉ କାଲି ଯେତେବେଳେ ସନ୍ଧ୍ୟାବେଳେ ଆମେ ଖବର ପାଇଲୁ ଏମିତି ଏକ ପରିସ୍ଥିତି ହେଇଛି, ବନ୍ଧଟା ଫାଟିଛି, ହଜାର ହଜାର ସଂଖ୍ୟାରେ ଲୋକ ଆସି ପହଞ୍ଚିଲେ ଅର୍ଦ୍ଧାଳିଆ ଠାରୁ ଆକୁଆ ସାହି ପଲା ସାହି ପର୍ଯ୍ୟନ୍ତ। ଲୋକମାନଙ୍କ ସାହାଯ୍ୟ ତଥା ପ୍ରଶାସନିକ ସ୍ତରରେ ବି ତତ୍ପରତା ଆମେ ଦେଖିବାକୁ ପାଇଥିଲୁ। ସମସ୍ତେ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଥିଲେ। ଜେଇ ଆସିଥିଲେ, SDO ବି ଆସିଥିଲେ, SC ବି ଆସିଥିଲେ। ସମସ୍ତଙ୍କ ଇଏରେ ଆମେ ଏଠି କାମ କଲୁ। ଜନସାଧାରଣଙ୍କ ସମସ୍ତଙ୍କ ସହଯୋଗରେ କାମଟା ବି ହେଇଛି। ତେଣୁ ଦେଖାଯାଉ, ପାଣିର ଜଳସ୍ତର ବଢୁଛି ବି ଏବେ ଯାହା ଶୁଣିବାକୁ ମିଳୁଛି। ତେଣୁ ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। ନିଶ୍ଚିତ ଭାବରେ ଦେଖନ୍ତୁ, ଏଇ ଗୋଟିଏ ସ୍ଥାନରେ ପୂର୍ବରୁ 1999 ମସିହାରେ ଯେତେବେଳେ ଏଇ ସ୍ଥାନରେ ବନ୍ୟା ହୋଇଥିଲା ବା ଘାଇ ସୃଷ୍ଟି ହୋଇ ବନ୍ୟା ହୋଇଥିଲା, ଏଇ 20ରୁ ଅଧିକ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଥିଲା, ନଷ୍ଟ ହୋଇଥିଲା, ଚାଷ ଓ ବାସ ଧନଜୀବନ ନଷ୍ଟ ହୋଇଥିଲା। ଆମ ପାଖରେ ବି ଅଛନ୍ତି ଅନେକ ଏଇ ସ୍ଥାନୀୟ ଲୋକ ବି ଅଛନ୍ତି। ପଚାରିବା, ଏ ଯୋଉ ବୈତରଣୀ କାଣି ନଦୀରେ ଆମେ ଦେଖୁଛୁ ପ୍ରତ୍ୟେକ ବର୍ଷ କୋଉଠି ବନ୍ଧ ଧସୁଛି ତ କୋଉଠି ଘାଇ ସୃଷ୍ଟି ହଉଛି, ଯାହାଫଳରେ କିଏ ଚାଷ ହରଉଛି, କିଏ ବାସ ହରଉଛି, କିଏ ଧନ ମୂଲ୍ୟବାନ ଜୀବନ ପଳାଉଛି। ଏପରେ କଣ ସ୍ଥାୟୀ ପ୍ରତିକାର ଅଞ୍ଚଳବାସୀ ତରଫରୁ କଣ କହିବେ? ସ୍ଥାୟୀ ପ୍ରତିକାର ଯଦି ଆମର ପ୍ରଶାସନ ଆଉ ଡିପାର୍ଟମେଣ୍ଟ ଦେଖିକି ଶୁଖିଲା ବେଳେ ଚେକ୍ କରିକି ପରିସ୍ଥିତି ନଦୀରେ ନଦୀ ବନ୍ଧ କୋଉଠି ୱିକ୍ ହଉଛି, କଣ ହଉଛି, କଣ ଏଠି ଦରକାର, ଏମାନେ ଯଦି ଚେକ୍ କରିବେ, ତାକୁ ସମ୍ପୂର୍ଣ୍ଣ ଭାବରେ ଚେକ୍ କରିକି ତାର ଦୃଢ଼ କାର୍ଯ୍ୟକ୍ରମ ଆରମ୍ଭ ସୁଦୃଢ଼ ରଖିବେ, ତାହେଲେ ଠିକ ହବ, କିଛି ଅସୁବିଧା ହବନି। ଆମେ ମାନେ ବନ୍ୟା ହୋଇଛି, ଦେଖୁଥିଲୁ 20ରୁ ଅଧିକ ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ୟାପରେ କେତେ ଲୋକ ପ୍ରଭାବିତ ଅଛନ୍ତି, କଣ କହିବେ, କିଭଳି ଭାବରେ ଲୋକ ଅଛନ୍ତି ଜଳବନ୍ଦୀରେ? ବହୁତ ଅସୁବିଧାରେ ଅଛନ୍ତି। କୌଣସି ଆଉ ଯିବା ପାଇଁ ରାସ୍ତା ବନ୍ଦ, ସମସ୍ତ ତ ସବୁ ଅସୁବିଧା, ଖାଇବା ପିଇବା ଇତ୍ୟାଦି ସବୁ, ଗାଈ ଗୋରୁ ସମସ୍ତଙ୍କର ଅସୁବିଧା। ସରକାରୀ ସହାୟତା କଣ ପହଞ୍ଚୁଛି ଲୋକଙ୍କ ପାଖରେ? ସରକାର ଆସୁଛି, ସବୁ ଖାଦ୍ୟ, ରନ୍ଧା ଖାଦ୍ୟ ଆସୁଛି, ଚୂଡ଼ା ଆସୁଛି। ପ୍ରଶାସନ ବି ଆସି ବୁଲି ଚେକ୍ କରୁଛନ୍ତି, କିଛି ଅସୁବିଧା ସବୁ ଚାଲିଛି। ନିଶ୍ଚିତ ଭାବରେ ସିଧାସଳଖ ପ୍ରତିକ୍ରିୟା ରଖୁଥିଲେ ବା ସ୍ଥାନୀୟ ଲୋକଙ୍କ ପାଖକୁ ଶୁଣୁଥିଲେ। ସରକାର ପ୍ରଶାସନ ବି ପହଞ୍ଚୁଛନ୍ତି, ଅଧିକାରୀ ମାନେ ପହଞ୍ଚୁଛନ୍ତି। ଦେଖନ୍ତୁ, ଆମେ ଆଜି ଯୋଉ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଗିନ ବା ପ୍ରତିକ୍ରିୟା ରଖୁଥିଲେ ଗଣମାଧ୍ୟମରେ, ସମୁଦାୟ ଅଫିସିଆଲି ଭାବରେ 20 ପଞ୍ଚାୟତର ଜଳବନ୍ଦୀ ଅବସ୍ଥା ହେଇସାରିଲାଣି। ଗୋଟିଏ ପରେ ଗୋଟିଏ ପଞ୍ଚାୟତ ଏବେ ବନ୍ୟା ଆଉ କାଣି ଏବଂ ବୈତରଣୀ ନଦୀର ବନ୍ୟା ଜଳରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ତାଙ୍କ ନିକଟରେ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ପହଞ୍ଚୁଛି। ଆମେ ଦେଖୁଥିଲୁ 55ଟି ସେଣ୍ଟରରେ ରନ୍ଧା ଖାଦ୍ୟର ସରକାର ତରଫରୁ ବ୍ୟବସ୍ଥା କରାଯାଇଛି ଏବଂ 90,000ରୁ ଅଧିକ ଲୋକଙ୍କୁ ରେସ୍କ୍ୟୁ କରାଇ ଅନ୍ୟ ସ୍ଥାନରେ ରଖାଯାଇଛି। ପ୍ରତ୍ୟେକ ବର୍ଷ ଦଶରଥପୁର ଅଞ୍ଚଳରେ କୋଉଠି ବନ୍ଧ ବୈତରଣୀ ଓ କାଣି ଜଳ ପ୍ରଭାବରେ ବନ୍ୟା ହେଉଛି, କୋଉଠି ନା କୋଉଠି ବନ୍ଧ ଧସୁଛି ତ କୋଉଠି ଘାଇ ସୃଷ୍ଟି ହେଉଛି। ଏହାର ସ୍ଥାୟୀ ପ୍ରତିକାର କରିବା ଅଞ୍ଚଳବାସୀ ମାନେ ଦାବି ରଖିଛନ୍ତି। ଦୀର୍ଘ ଦିନ ଧରି ପ୍ରତ୍ୟେକ ବର୍ଷ ଆସିଲେ ଏଭଳି ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀ ମାନେ କଲବଲ ହେଉଛନ୍ତି। ଏଥିରୁ ଯୋଉ ସରକାର ଯୋଉ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଏ ସଠିକ ଢଙ୍ଗରେ କାମ କରାଯାଇ ପାରୁନାହିଁ। ଯାହାଫଳରେ କୋଉଠି ନା କୋଉଠି ବା ଠିକାଦାର ବା ଯିଏ ଅଧିକାରୀ ମାନେ ରହୁଛନ୍ତି, ଯାହାଫଳରେ କୋଉଠି ନା କୋଉଠି ଅସାଧୁ ମେଟ ସାଜି ବା ନିମ୍ନମାନର କାମ ହଉଛି। ଯାହାଫଳରେ ଏଇ ବନ୍ୟା ସମୟରେ ବର୍ଷା ଆସିଲେ ଏଇଭଳି ସ୍ଥିତି ଦେଖିବାକୁ ପଡୁଛି। କିଏ ବାସ ହରଉଛି ତ କିଏ ଚାଷ ହରଉଛି, କିଏ ଧନ ଜୀବନ ନଷ୍ଟ ହଉଛି। ଏହାର ସ୍ଥାୟୀ ପ୍ରତିକାର ଅଞ୍ଚଳବାସୀ ମାନେ ଦାବି କରୁଛନ୍ତି। ଯାଜପୁର ଦଶରଥପୁର ସତୀଶ ସାମଲଙ୍କ ରିପୋର୍ଟ, ବଡ ଖବର।